ସୁଯୋଗ ମଧ୍ୟରେ ଆଜିର ଏହି ସେବା ଉପାସନାରେ ମଣ୍ଡଳୀ ସହଭାଗିତା ଭିତରେ ଆମର ପ୍ରତ୍ୟେକ ଏକତ୍ରିତ ହେବା ପାଇଁ ସାହାଯ୍ୟ ସହଯୋଗ ପ୍ରଦାନ କରିଛନ୍ତି। ପୁଣି ଏପରି ମଧ୍ୟ ସାକ୍ଷୀ ଅଛି ଆଉ ଶୁକ୍ରବାର ଦିନ ପ୍ରାୟ ଆମର ଶନିବାର ରବିବାର ପାଇଁ ଆଉ ପ୍ରତ୍ୟେକ ସମୟରେ ଏ ସ୍ଥାନକୁ ଧୁଆ ପୋଛା କରାଯାଏ। ତ ଶୁକ୍ରବାର ଦିନ ମୁଁ ଏ ସ୍ଥାନକୁ ଧୋଉଥିଲି ଆଉ ଏଇ ଉପରଟା ଧୋଇଲା ବେଳକୁ ଯେହେତୁ ଚିକଣ ଜାଗା ଆଉ ପୋଛୁ ପୋଛୁ ହଠାତ୍ କିନା ପାଣିରେ ମୋର ଗୋଡ଼ ଖସିଗଲା। ମୁଁ ଯେତେ ଅଟକିବା ପାଇଁ ଚେଷ୍ଟା କଲି ମୁଁ ହେଇ ପଡ଼ିଲି ଏତେ ଜୋର କଚଡ଼ି ହେଇକି ପଡ଼ିଲି ଯେ ଆଉ ସେ ପିଲରରେ ପୁରା ମୋର ଅଣ୍ଟା ମାଡ଼ ହେଲା, ମୋର କାନ୍ଧ ମାଡ଼ ହେଲା ଆଉ ପିଠିର ପଞ୍ଜରାଟା ମାଡ଼ ହେଲା ଆଉ ବହୁତ ଜୋର କଚଡ଼ି ହେଇକି ପଡ଼ିଲି ଆଉ ଉଠିବା ପାଇଁ ମଧ୍ୟ ବହୁତ କଷ୍ଟ ହେଲା। ତଥାପି ପ୍ରଭୁଙ୍କର ନାମରେ ବହୁତ ବହୁତ ଧନ୍ୟବାଦ। ସନ୍ଧ୍ୟା ବେଳକୁ ମତେ ସେତେବେଳେ ତ କିଛି ଲାଗିଲାନି ଆଉ କିନ୍ତୁ ସନ୍ଧ୍ୟା ବେଳକୁ ଯେତେବେଳେ ବିଭିନ୍ନ କାମ ଫାମ କରିସାରିଲି ତାପରେ ଟିକେ ଟିକେ ବିନ୍ଧା ବା ଦରଜ ହେବାକୁ ଆରମ୍ଭ ହେଲା। ବହୁତ କଷ୍ଟ ହେଲା, ବସିକି ଉଠିଲା ବେଳକୁ କଷ୍ଟ ହେଲା, ଶୋଇକିରି ଉଠିଲା ବେଳକୁ କଷ୍ଟ ହେଲା। ତାପରେ ମୁଁ କହିଲି ହେ ପ୍ରଭୁ ମୁଁ କଣ କରିବି ଆଉ ରାତି ପାଇଲେ ଶନିବାର ଆଉ ପୁଣି ଏତେ ଲୋକଙ୍କ ପାଇଁ ମତେ ହସ୍ତାର୍ପଣ କରିବାର ଅଛି, ପୁଣି ଏତେ ବାକ୍ୟ ପ୍ରଚାର କରିବାର ଅଛି, ସେବା କାର୍ଯ୍ୟ କରିବାର ଅଛି। ପ୍ରଭୁ ଯଦି ବିଛଣାରୁ ଉଠି ପାରିବିନି ସକାଳକୁ ମୁଁ କଣ କରିବି? ତ ପ୍ରଭୁଙ୍କ ନାମରେ ବହୁତ ବହୁତ ଧନ୍ୟବାଦ। ଆଉ ଭାବିଲି ଗୋଟେ ଟ୍ୟାବଲେଟ୍ ଖାଇବି, ରାତିରେ ଶୋଇପଡ଼ିବି, ଉଠିଲେ ଠିକ ହେଇଯିବି। କିନ୍ତୁ ପ୍ରାର୍ଥନା କରିକି ବାଇବେଲ ପଢିକି ଆଉ ସେ ବିନ୍ଧା କଷ୍ଟ ବିଷୟରେ ବି ଭୁଲି ବି ଯାଇଛି ଆଉ ଶୋଇ ବି ପଡ଼ିଛି। କିନ୍ତୁ ସକାଳୁ ଉଠିଲା ବେଳକୁ କୌଣସି ପ୍ରକାର ଦରଜ ବା କିଛି ବି କଷ୍ଟ ନାହିଁ। ଆଉ ମତେ ଯେତେବେଳେ ମେରି ପଚାରିଲା ଯେ ଆଉ ତମର ସେଲୋପା କଣ କଷ୍ଟ ଅଛି, ମୁଁ ଆକ୍ଚୁଆଲି ମୁଁ ପଢିଥିଲି ବୋଲି ମୁଁ ଭୁଲି ଯାଇଛି। କାରଣ ଦରଜ କି କଷ୍ଟ କି ବ୍ୟଥା ଥିଲେ ହୁଏତ ମନେ ପଡିଥାନ୍ତା, କିନ୍ତୁ ଯେହେତୁ ପ୍ରଭୁ ନେଇଯାଇଛନ୍ତି ସେଥିପାଇଁ ମୋର ଆଉ ମନ ବି ନାହିଁ ଯେ ମୁଁ ପଡିଯାଇଛି ବୋଲି। ତ ଏଇ ପ୍ରକାର ପ୍ରକୃତିରେ ପ୍ରଭୁ ତାଙ୍କ ପିଲାମାନଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମ କରନ୍ତି। ଯଦି ଅହରହ ଆମର ଚିନ୍ତା ଭାବନା ଧ୍ୟାନ ଆଉ ତାଙ୍କ ଉପରେ ନିର୍ଭର ଯଦି ଆମେ ରହିବା, ତେବେ ପ୍ରକୃତରେ କେଉଁ ଆଡକୁ କଷ୍ଟ ଆସିବ, କେଉଁ ଆଡେ କଷ୍ଟ ଚାଲିଯିବ ତାହା ଆମେ ମାନେ କେହି କହିପାରିବା ନାହିଁ। ହାଲେଲୁୟା, ପ୍ରଭୁଙ୍କ ଧନ୍ୟବାଦ। ତେବେ এই ବର୍ଷ ଆଉ ଆମମାନେ ପ୍ରତ୍ୟେକ ନିଶ୍ଚିତ ଭାବରେ ସୁନ୍ଦର ସୁନ୍ଦର ସାକ୍ଷ୍ୟକୁ ପ୍ରତ୍ୟେକ ସମୟରେ ଦେବା ପାଇଁ ପ୍ରଭୁ ଆମକୁ ସାହାଯ୍ୟ ସହଯୋଗ ପ୍ରଦାନ କରୁଛନ୍ତି। କାରଣ ସେ ମଙ୍ଗଳମୟ ଅଟନ୍ତି, ତାଙ୍କ ବିଷୟରେ ଲେଖାଯାଏ ସେ ଦୟାବାନ କୃପାବାନ ପୁଣି ଅତ୍ୟନ୍ତ ସ୍ନେହଶୀଳ ପରମେଶ୍ୱର ଅଟନ୍ତି। ତେଣୁ ଯଦି କେହି ବିଶ୍ୱାସ ତାଙ୍କ ପ୍ରତି ବିଶ୍ୱସ୍ତ ହୁଏ, ଯଦି କେହି ତାଙ୍କ ପାଖରେ ଆପଣଙ୍କୁ ସମର୍ପଣ କରି ତାହାଙ୍କର ସହିତ ଗମନ କରିବା ପାଇଁ ଯଦି କେହି ପଥକୁ ଆଉ ଖୋଜେ ବା ବାଛେ, ନିଶ୍ଚିତ ଭାବରେ ପ୍ରଭୁ ସେମାନଙ୍କୁ ଆଉ ତାଙ୍କ ପଛରେ ଗମନ କରିବା ପାଇଁ ସୁନ୍ଦର ଭାବରେ ଆଉ ପଥ କଢାଇ ନିଅନ୍ତି। ହାଲେଲୁୟା, ହାଲେଲୁୟା। ତେବେ ବର୍ଷ ବଦଳୁଛି, ସମୟ ମଧ୍ୟ ବଦଳୁଛି, ଋତୁର ପରିବର୍ତ୍ତନ ଘଟୁଛି। ଯୋଉ ବିଷୟଟା ଆମେ ମାନେ ଆଶା କରୁନୁ ତାଠୁ ବି ଅନେକ ବିଷୟ ଆମମାନଙ୍କୁ ଆଘାତ ବା ସମସ୍ୟା ପୂର୍ଣ୍ଣ ବିଷୟ ଗୁଡ଼ିକରେ ଆମେ ସମ୍ମୁଖୀନ ହଉଛୁ। କିନ୍ତୁ ତା ଭିତରେ ଆମ ପାଇଁ ବା ବିଶ୍ୱାସୀ ମାନଙ୍କ ପାଇଁ ଆଉ ଗୋଟିଏ ପ୍ରଶ୍ନ ରହୁଛି ଯେ କଣ ବର୍ଷ ବଦଳିବା ସାଙ୍ଗେ ସାଙ୍ଗେ ଆମେ ବି ନୂତନ ବର୍ଷରେ କିଛି ନୂତନ ମନ, ନୂତନ ଭାବନା, ନୂତନ ଚିନ୍ତା, ନୂତନ କିଛି ପଦକ୍ଷେପ ନେଇ ଆମେ ଗୋଟିଏ ବର୍ଷକୁ ଆଉ ପଦାର୍ପଣ କରିବା ପାଇଁ କିଛି ଭାବନା ଚିନ୍ତା ଭିତରେ ଆମେ ଆନନ୍ଦ କରୁଛୁ କି? ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଯେତିକିଟା ବର୍ଷ ଚାଲିଗଲା ସେଥିରେ କିଛି ଜାୟଜ ନାହିଁ। କିନ୍ତୁ ବର୍ତ୍ତମାନ ଯଦି 26 ବର୍ଷର ମାନେ ପଦାର୍ପଣ କରିଛୁ, ତେବେ ଆମେ ମାନେ କେତେ ଦୂର ଆଜି ଆଉ ପ୍ରଭୁଙ୍କ ପାଇଁ ଚିନ୍ତା ଆଣିଛୁ ବା ଚିନ୍ତା ରଖିଛୁ ଯେ ଏ ବର୍ଷ
ମୁଁ କିଛି ପୂର୍ବ ବର୍ଷ ଅପେକ୍ଷା କିଛି ନୂତନ ବିଷୟରେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବି। ହାଲେଲୁୟା ହାଲେଲୁୟା। କେତେଜଣ ଆପଣମାନେ ଏଇ ପ୍ରକାର ପ୍ରାର୍ଥନାର ସହିତ 25 ମସିହାକୁ ଶେଷ କରୁଛନ୍ତି ଯେ ପ୍ରଭୁ ମୁଁ 26 ମସିହାରେ କିଛି ନୂଆ କିଛି ବା ବହୁତ ନୂଆରେ ନୂତନତାରେ ବର୍ଷଟାକୁ ଯେମିତିକି ମୁଁ କାଟିବାକୁ ପାରିବି। ସତରେ ଆପଣମାନେ ହାତ ଟେକୁଛନ୍ତି? ସତରେ 31 ରାତିରେ ଆପଣମାନେ ଏଇ ପ୍ରକାର ପ୍ରାର୍ଥନା କରି ଆଉ 25 ମସିହାକୁ ବିଦାୟ ଦେଇଛନ୍ତି। ହାଲେଲୁୟା ହାଲେଲୁୟା। ତେବେ ନିଶ୍ଚିତ ଭାବରେ ଯଦି ଆମେ ମାନେ ପ୍ରକୃତରେ ହାର୍ଟଲି ଆଉ ଏଇ ପ୍ରକାର ପ୍ରାର୍ଥନା କରିଛୁ ଯେ 25 ମସିହା 31 ତାରିଖ ବିଦାୟ ବର୍ଷର ବିଦାୟରେ ଶେଷ ରାତ୍ରରେ ଯଦି ଏଇ ପ୍ରକାର ଆମେ ପ୍ରାର୍ଥନା କରୁଛୁ ତେବେ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମମାନଙ୍କ ପାଇଁ ପ୍ରତି ପ୍ରଭାତ ସେ ନୂତନ କରିବେ। ହାଲେଲୁୟା। ତେଣୁ এই ବର୍ଷ ଗୋଟିଏ ବିଷୟକୁ ଆମେ ପ୍ରଥମ ସ୍ଥାନ ଦେବା ଯେ ଆମେ ଆଉ ନିଜ ଇଚ୍ଛାରେ ପରିଚାଳିତ ହେବା ନାହିଁ। ଆମେ ଆଉ ନିଜ ଭାବନାରେ ପରିଚାଳିତ ହେବା ନାହିଁ। ମାତ୍ର ପରମେଶ୍ୱର ଯେଉଁ ଆହ୍ୱାନରେ ଆମକୁ ଆହୁତ ବା ଆମକୁ ମନୋନୀତ କରିଛନ୍ତି ଆମେ ମାନେ ଯୋଉ ଆହ୍ୱାନରେ ଆଉ ତାଙ୍କର ଆହ୍ୱାନ ପାଇଁ ତାଙ୍କର ନିକଟବର୍ତ୍ତୀ ହେବା ପାଇଁ ସୁଯୋଗକୁ ପ୍ରାପ୍ତ ହେଇଅଛୁ। ବର୍ତ୍ତମାନ ଆଉ ଆମେ ଆମ ଇଚ୍ଛାରେ ଚାଲିବା ନାହିଁ, ମାତ୍ର ପ୍ରଭୁଙ୍କର ଇଚ୍ଛା କଣ ତଦ ଅନୁସାରେ ଆମେ ଚାଲିବା ହିଁ ଆମମାନଙ୍କର ପୂର୍ଣ୍ଣ କର୍ତ୍ତବ୍ୟ ଏବଂ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ହିଁ ଆମମାନଙ୍କର ପୂର୍ଣ୍ଣ ଧର୍ମ ଅଟେ। ହାଲେଲୁୟା ହାଲେଲୁୟା ହାଲେଲୁୟା। କାରଣ ଯେତେ ଆମେ ନିଜ ଇଚ୍ଛାରେ ଚାଲିବା ସେତେ ହୁଏତ ଆମମାନଙ୍କୁ ବିଫଳତା ଆମ ପଛ ଦୌଡ଼ିବ ନାହିଁ, ଆମେ ସଫଳତା ପାଇପାରିବା ନାହିଁ। ବହୁତ ଚେଷ୍ଟା କରିବା କିନ୍ତୁ ଆମେ କିଛି ଫଳ ଫଳି ପାରିବା ନାହିଁ। ଯେମିତିକି ଏଇଟା ଆମର ନିଜସ୍ୱ କଥା ନୁହେଁ, ମାତ୍ର ବାଇବେଲରେ ବି ଏଇଟା ପ୍ରମାଣ ହୋଇଛି ନାଇଁକି? ଆପଣଙ୍କର ସେ ବିଷୟଟି ମନେ ଅଛି? ନିଜ ଇଚ୍ଛାରେ କାର୍ଯ୍ୟ କରିବା ସକାଶୁ ବିଫଳ ହେଲେ କୋଉ ବିଷୟ? ନାଇଁ ନିଜ ଇଚ୍ଛାରେ କଣ କଲେ? ମଛୁଆର ମାନେ ବା ଶିଷ୍ୟ ମାନେ ମାଛ ଧରିବା ପାଇଁ ଜାଲ ପକେଇଲେ, ପୁରା ଘାଣ୍ଟି ପକେଇଲେ, ମିଳିଲା ମାଛ? ମିଳିଲା ନାହିଁ। କିନ୍ତୁ ଯେତେବେଳେ ପରମେଶ୍ୱର ବା ପ୍ରଭୁ ଯୀଶୁ ଯେତେବେଳେ ଦେଖିଲେ, ଅନୁଭବ କଲେ, ପଚାରିଲେ, ପୁଣି କଣ କହିଲେ? ଯାଅ ଅମୁକ ଜାଗାରେ ପକାଅ, ତୁମେ ମାନେ ମାଛ ପାଇବ। କିନ୍ତୁ କଣ ସେମାନଙ୍କର ବିଶ୍ୱାସ ହେଲା? ନାଇଁ ଆମେ କେତେଥର ସେଠି ଘାଣ୍ଟି ସାରିଛୁ, ପୁଣି କଣ? ମାନେ ତାର ଅର୍ଥ କଣ? ଆମେ ଘାଣ୍ଟି ସାରିଛୁ କିନ୍ତୁ କାଇଁ ଆମେ ତ ପାଇନୁ, ପୁଣି କଣ ସତରେ କଣ ଆମେ ପାଇବୁ? ତାର ଅର୍ଥ କଣ? ଆଜି ବିଭିନ୍ନ ପ୍ରତିଜ୍ଞା ସତ୍ୟତାରେ ପ୍ରଭୁ ଯୀଶୁଙ୍କ ସହିତ ଗମନ କରୁଥିଲେ। ଯେତେବେଳେ ପ୍ରଭୁ କିଛି ଯୋଜନା ଭିତରେ ଆମକୁ ଚାଳନା ଦିଅନ୍ତି, ଆମମାନଙ୍କୁ କଥା କୁହନ୍ତି, ଅନେକ ସମୟରେ ଆମେ ନିଜେ ଚେଷ୍ଟା କରି ଏତେ ଅଭ୍ୟସ୍ତ ହେଇଯାଇଥାଉ ଯେ ଆମେ ବି ତାଙ୍କର ଯୋଜନା ବା ଇଚ୍ଛା ବା ତାଙ୍କର କଥାକୁ ଶୁଣି ପାରୁନା, ବୁଝି ପାରୁନା, ଆଉ କରିବା ପାଇଁ ମଧ୍ୟ ଟିକେ ସନ୍ଦେହ ଆମମାନଙ୍କ ଭିତରେ ଉପୁଜିଥାଏ। କିନ୍ତୁ ନିଃସନ୍ଦେହରେ ଯୋଉମାନେ ପ୍ରଭୁଙ୍କର ରବ ଶୁଣି ତାଙ୍କର ଯୋଜନା ଅନୁସାରେ ତାଙ୍କର ଇଚ୍ଛାକୁ ପାଳନ କରନ୍ତି, ସେମାନେ ବହୁତ କିଛି ବିଷୟକୁ ପାଇବା ପାଇଁ, ଧରିବା ପାଇଁ ଲାଭବାନ ହୁଅନ୍ତି। ହାଲେଲୁୟା ହାଲେଲୁୟା ହାଲେଲୁୟା। ତେଣୁ ଏ ବର୍ଷ ନିଜ ଇଚ୍ଛାରେ ନୁହେଁ, ନିଜ ଯୋଜନାରେ ନୁହେଁ, ନିଜ ସଂକଳ୍ପରେ ନୁହେଁ, ମାତ୍ର ପ୍ରଭୁ ଯୀଶୁଙ୍କର ଇଚ୍ଛା ଆମମାନଙ୍କ ପ୍ରତି କଣ, ଆମେ କି ପ୍ରକାର ଜୀବନ କାଟିବା, କୋଉ ପ୍ରକାର ପଥରେ ଚାଲିବା, କୋଉ ପ୍ରକାର ବିଷୟରେ ଲାଭବାନ ହେବା, ଯାହା ତାଙ୍କର ଇଚ୍ଛା ତାହାକୁ ଆମେ ସୁଯୋଗ ଦେବା ଏବଂ ତା ଅନୁସାରେ ଆମେ ଗମନାଗମନ କରିବା। ତେବେ ଯାହା ମିଳିନାହିଁ, ଯାହା ପାଇନାହୁଁ ତାହା ଆମେ ପାଇବା, ଯାହା ହଜିଅଛି ତାହାକୁ ପୁନର୍ବାର ମାନେ ତାର ସନ୍ଧାନ ଆମେ ପାଇବା, ଯାହା ହୋଇନାହିଁ ତାହା ଆମମାନଙ୍କ ପାଇଁ ହବ। ହାଲେଲୁୟା ହାଲେଲୁୟା। କାରଣ ଯିଏ ପରମେଶ୍ୱରଙ୍କର ଇଚ୍ଛା ପୂର୍ଣ୍ଣ କରେ, ଯିଏ ପରମେଶ୍ୱରଙ୍କର ଇଚ୍ଛା ପାଳନ କରେ, ସେ ସବୁ କିଛି ପାଇବ। ହାଲେଲୁୟା, ସେ ସବୁ କିଛି ପାଇବ। ତେଣୁ ଆପଣଙ୍କର ସାକ୍ଷ୍ୟ ମଧ୍ୟ ଆଜି ଥିଲା। ମୁଁ ଏ ବର୍ଷ ଆରମ୍ଭ ଯାହା ପ୍ରାର୍ଥନା କରୁଛି,
मोर सब प्रार्थनार उत्तर मते मिलुछि केवल ताकू जे मिलुछि ता नहे हमको मध्य निश्चित भाव मिलवा पाए आरंभ होछि हालेलुया 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 आ वर्ष आरंभ आपण माने केति न्यूज़ देखुछन अध्यक्ष मु जाने ना वर्ष आरंभ हो कोडीर प्रभाव सकाशु मालबाई ट्रेन यात्रीबाई ट्रेन धक्का आइकरी वर्तमान भयंकर परिस्थिति सृष्टि आइकरी आ बहुत लोकर मृत शरीर वर्तमान मिली चली एई भली भाबरे राउरकेला रे मध्य गोटे एरोप्लेन खसी पड़ी तेबे एई प्रकार लोक माने बहुत आघात देइछथि एई प्रकार हेछि तेबे मझिरे तो कहूली जे वर्तमान वर्ष पशु पशु काली तो कहूली आ लाभा पुनर्बार बाहरी जोटी बरफ भीतर फुटिकी निया बाहरुछि माने केते भयंकर विषय तेबे वर्ष पशु पशु जदि आज आमकर कान ए प्रकार विषय सुनिबा को आरंभ होलानी ताले आहुरी माने 365 दिन जदि आज तारीख को हिसाब करिबा 11 तारीख 365 रे 11 को माइनस करबा केति दिन माने जो माने मैथमेटिक्स के आगुआ आउ 354 दिन अछि तले 354 दिन केमिति को प्रकार हमर कटिबो आमे ताहा जानो ना कि हमें गोटे विषय को जानिछु जमाना सहित प्रभु जीसु अछन हालेलुया हमें गोटे विषय को जानिछु जे प्रभु जीसु हमनको सचेतन करछथि हमने गोटे विषय को जानिछु ताकर वाक्य हमर संगर अछि हमने गोटे विषय को जानिछु ताकर पवित्र वाक्य रे पवित्र हेबा पाई सूची हेबा पाई से हमको सुजग देई अछथि दौथिबे जे पर्यंत ताकर अनुग्रह ए जगत रे ताकर विश्वास मानक पाई अछि हालेलुया 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 कारण जदि ए समय जदि प्रभु गुणा करि नथाते ताले परित्राणर अपेक्षा थिबा समस्त आत्मात्मिक आज उद्धार प्राप्त हेई पाता को काल हमको प्रभु तांकर परिचय दे आह्वान कृत करिसथि सत किंतु वे तो एबे भी हमकर परित्राण बाकी अछि एबे भी हमकर बदलबा जीवन भितरे आउरी समय बाकी अछि अर्थ माने प्रभुकर समय सरुछि किंतु हमर बाकी पड़छि आमे ताकू परिपूर्ण करि पारि ना हो वे तो ईश्वर योजना को ए पर्यंत हमें सफल करि ना हो ए पर्यंत हमें प्रभुकर निकटवर्ती जीवन काटिबारे प्रभु को संतुष्ट करि पारि ना हो तथापि आमानकर परमेश्वर आमानकर प्रति विश्वास रखते आमानकर प्रभु जीसु आमानकर शहीद अछते आमानकर प्रभु जीसु आमानकर गमन पथ को प्रस्तुत करिबा पाई गोटे गोटे वर्ष को पदार्पण करिबा पाई साहाय्य करछथि हालेलुया हालेलुया प्रभु परमेश्वर बहुत धन्यवाद तर विलापति अध्याय 23 को जति जीवा जो माने प्रभु जीसु को सहित जीवन काटन समान पाई सब किछि विषय नूतन सृष्टि होई अछि करंती पुस्तक अछि कि हमें विलाप 3 अध्याय 23 को जीवा जहा को मिलुछि शीघ्र शीघ्र पढो से सब प्रति प्रभातरे नूतन से सब प्रति प्रभातरे नूतन तुम्हारा विश्वस्तता महान तुम्हारा विश्वस्तता महान हालेलुया जदि हमारे प्रभु यीशु को सहित अपना जीवन को काटुछु जदि हमारा जीवन योजना अनुसार आमे जदि अपना को समर्पण करूछु ए नूतन वर्ष जदि आमे शपथ रे आ प्रभु को सहित संपर्क स्थापन करबा पाई मनस्थ करिछु तबे हमारा वाक्य कोन कहे प्रति प्रभात सब किछि विषय हमारा पाई मित्र पटे हालेलुया हालेलुया कर सदा प्रभु प्रतिति विषय महत 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 आश्चर्य कर्म रे प्रस्तुत हालेलुया हालेलुया एथि पे हमने कोन करिबा से 3 अध्याय 40 पद रे लिखा जाए आम्भे माने आपण पथ अनुसंधान एरि आम्भे माने कोन करिबा आपण पथ को अनुसंधान करिबा अर्थ आम्भे माने एई जगत भितरे लोक माने जेपरि करूछथि आम्भे माने मध्य विश्वास नै मध्य सेहि परि करूछु कोन करूछु हम माने निज निज पथ को
ଆମେ ମାନେ ନିଜ ନିଜ ପଥକୁ ଅନୁସନ୍ଧାନ କରୁନା, କିନ୍ତୁ ଆମେ ସବୁବେଳେ କୋଉଥିରେ ବ୍ୟସ୍ତ ରହୁଛୁ? ଅନ୍ୟମାନଙ୍କର ପଥ ଅନୁସନ୍ଧାନ କରିବାରେ ବ୍ୟସ୍ତ ରହୁଛୁ। ସତ ନାଇଁ କି? ସତ ନାଇଁ କି? ଆମେ ଅନ୍ୟମାନଙ୍କର ପଥ ଅନୁସନ୍ଧାନ କରୁ କରୁ ଆମମାନଙ୍କ ପାଇଁ ଯୋଉ ଯୋଜନା ରଖାଯାଇଛି, ଆମମାନଙ୍କ ପାଇଁ ଯୋଉ ସଂକଳ୍ପ କରାଯାଇଛି, ଆମମାନଙ୍କ ପାଇଁ ପ୍ରଭୁ ଯୋଉ ଆହ୍ୱାନରେ କିଛି ବିଷୟକୁ ରଖିଛନ୍ତି, ତାହା ଆମେ ମାନେ ପାଇବା ପାଇଁ ଆମମାନଙ୍କ ପାଇଁ ତାହା ଦୂରେଇ ଯାଉଛି ଏବଂ ଶୈତାନ ସୁଯୋଗ ପାଉଛି। ଏଣୁ ବାକ୍ୟ କଣ କହେ? ଯଦି ଆମମାନଙ୍କ ପାଇଁ ପ୍ରତି ପ୍ରଭାତ ନୂତନ ଅବସ୍ଥାରେ ନୂତନ ଆଶୀର୍ବାଦ ପାଇବାର ଅଛି, ତେବେ ଆମେ ଆମମାନଙ୍କର ନିଜ ନିଜର ପଥକୁ ଅନୁସନ୍ଧାନ କରିବା। ମୋର ବାଟ ଠିକ ଅଛି ନା ନାହିଁ? ମୋର ଗମନାଗମନ ପଥ ଠିକ ଅଛି ନା ନାହିଁ? ମୋର ବସିବା ଉଠିବା ଠିକ ଅଛି ନା ନାହିଁ? ମୋର କାର୍ଯ୍ୟକଳାପ ଠିକ ଅଛି ନା ନାହିଁ? ମୋର ଚାଲିଚଳନ ଠିକ ଅଛି ନା ନାହିଁ? ପ୍ରଥମେ ମୁଁ ମୋର ପଥକୁ ଅନୁସନ୍ଧାନ କରିବି, ତାପରେ ପରେ ଆଉ କିଛି କଥା ଭାବିବି, ଦେଖିବି। ହାଲେଲୁୟା, ହାଲେଲୁୟା। ମାତ୍ର ସବୁବେଳେ କଣ ହୁଏ? ସବୁବେଳେ କଣ ହୁଏ? ଆମମାନଙ୍କର ଆଙ୍ଗୁଠିଟା ସବୁବେଳେ ସିଧା ହେଇକି ଅନ୍ୟମାନଙ୍କର ପଥକୁ ଅନୁସନ୍ଧାନ କରୁଥାଏ। ସାବଧାନ ହେବା, ସାବଧାନ ହେବା। ବର୍ତ୍ତମାନ ସମୟ ଅତି ଅଳ୍ପ। ବର୍ତ୍ତମାନ ତାଙ୍କର ପ୍ରତିଜ୍ଞାର ସମୟ ସରୁଛି, ତାଙ୍କର ଆଗମନର ସମୟ ସନ୍ନିକଟ ହେଉଅଛି। ଏଣୁ ବିପଦ ଉପରେ ବିପଦ, ଜନରୋଗ ଉପରେ ଜନରୋଗ, ଅଶାନ୍ତି ଉପରେ ଅଶାନ୍ତି, ବିଭିନ୍ନ ବିପଦ ଉପରେ ବିପଦ, ଯାହାକି ଜିଜିକଲ ପୁସ୍ତକରେ ଲେଖା ଅଛି। ଆପଣ ମାନେ ଦେଖୁଛନ୍ତି, ଜାଣୁଛନ୍ତି 25 ମସିହାକୁ ଆମମାନେ ଯଦି ପ୍ରକୃତରେ ଆପଣ ମାନେ ଯୋଉ 25 ମସିହାକୁ କାଟିଛନ୍ତି, ସବୁ ଯାକ ଭଲରେ ଆପଣଙ୍କର ସଜେଇଛି କାଟିବା ପାଇଁ। କେତେ କଷ୍ଟ, କେତେ ସମସ୍ୟା, କେତେବେଳେ ଭୟଙ୍କର ରୋଗ ଆସିଛି, କେତେବେଳେ ଭୟଙ୍କର ଅଭାବ ଆସିଛି, କେତେବେଳେ ଭୟଙ୍କର ଅପମାନ ଆସିଛି, କେତେବେଳେ ଭୟଙ୍କର ସମସ୍ୟା ଆସିଛି, କେତେବେଳେ ଭୟଙ୍କର ପରିସ୍ଥିତି ଜଗତ ଦୁନିଆରେ ଘଟୁଥିଲା ବେଳେ ଆମମାନେ ମଧ୍ୟ ଭୟଭୀତ ହେଇଛୁ। ସେମିତି ହଉକା ଆମମାନେ ଗୋଟିଏ ବର୍ଷକୁ ସାରି ଦେଇଛୁ, 25 ମସିହା ସରିଯାଇଛି। କିନ୍ତୁ ଆମମାନଙ୍କର ପ୍ରିୟ ପ୍ରଭୁ, ଆମମାନଙ୍କର ପ୍ରେମିକ ପ୍ରଭୁ, ଆମମାନଙ୍କର ବିଶ୍ୱସ୍ତ ପ୍ରଭୁ ଆମମାନଙ୍କର ହାତ ଛାଡି ନାହାନ୍ତି। ମାତ୍ର ଆମକୁ ଧରିଥିବା ସକାଶୁ ସବୁ ସମସ୍ୟାକୁ ଆମମାନେ ପାଦରେ ତୋଳି ଆଗକୁ ବଢିବା ପାଇଁ ସାହାଯ୍ୟ ପାଇଛୁ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ତାଙ୍କ ବିନା ଆମମାନେ ସାହାଯ୍ୟ ପାଇବା ଅସମ୍ଭବ। ଯଦି ସେ ନାହାନ୍ତି ଆମମାନଙ୍କର ଜୀବନ, ଯଦି ସେ ନାହାନ୍ତି, ଯଦି ସେ ଆମମାନଙ୍କର ହାତକୁ ଧରି ନାହାନ୍ତି ବା ଧରିବେ ନାହିଁ, ତେବେ ଏଇ ବିପଦପୂର୍ଣ୍ଣ ବର୍ଷ ଗୁଡାକରେ ଚାଲିବା ବା ଗୋଟେ ଗୋଟେ ବର୍ଷକୁ କ୍ଷେପଣ କରିବା ବହୁତ ଭୟଙ୍କର ବିଷୟ ଅଟେ। ହାଲେଲୁୟା, ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କ ପ୍ରତି ବିଶ୍ୱସ୍ତ ହୋଇଥିବା ସକାଶୁ କଣ ପାଇଁ ଟିକିଏ ବି ତାଙ୍କ ପ୍ରତି ଯୋଉମାନେ ଟିକିଏ ବି ଧାର୍ମିକତାର ଜୀବନ କାଟୁଥାନ୍ତି, ପ୍ରଭୁ ସେମାନଙ୍କ ପାଇଁ ବିଶ୍ୱସ୍ତ। ତେଣୁ এই ବର୍ଷ ଯଦି ଟିକିଏ ଆମକୁ ପ୍ରଭୁ ଗୋଟିଏ ଗୋଟିଏ ବର୍ଷକୁ ସାରିବା ପାଇଁ ସାହାଯ୍ୟ କରୁଛନ୍ତି, ତେବେ ଆମର କର୍ତ୍ତବ୍ୟ କଣ? ଆମର କର୍ତ୍ତବ୍ୟ କଣ? ଆମର ନିଜ ନିଜର ପଥକୁ ଅନୁସନ୍ଧାନ କରୁ କରୁ ଆମମାନେ ପରମେଶ୍ୱରଙ୍କ ପ୍ରତି ଫେରିବା। ତାର ଅର୍ଥ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଆମେ ଈଶ୍ୱରଙ୍କ ପ୍ରତି ଫେରି ନାହୁଁ। ଏବେ ପର୍ଯ୍ୟନ୍ତ ବି ଗୋଟେ ପାଦ ଆମର ଜଗତ ଭିତରେ ଅଛି, ଆଉ ଗୋଟେ ପାଦ ପୁରା ବି ନାହିଁ, ଅଧା ପ୍ରଭୁଙ୍କ ପାଇଁ ଅଛି। ଅଧା ଗୋଟେ ପାଦ ପୁରା ପଳେଇଛି ଜଗତ ପାଇଁ, ଆଉ ଗୋଟେ ପାଦ ପୁରା ବି ଟିକେ ହେଲେ ବି ଭଲ ହୁଅନ୍ତା, କିନ୍ତୁ ତଥାପି ପୁରା ନାହିଁ। ତଥାପି ପ୍ରଭୁ ଆମମାନଙ୍କ ପ୍ରତି ସମସ୍ତ ସମୟରେ ଗୋଟିଏ ବିଷୟକୁ କୁହନ୍ତି, ଆସୁ ଆଉ ଆମେ ବିଳମ୍ବ ନ କରି ନିଜ ନିଜର ପଥକୁ ଅନୁସନ୍ଧାନ କରି ଆମେ ପ୍ରଭୁଙ୍କ ପ୍ରତି ଫେରୁ। ଆମେ ପରମେଶ୍ୱରଙ୍କ ପ୍ରତି ଆମେ ଫେରୁ। ତେବେ କୋଉଥିରେ ଆମେ ଫେରିବା? କୋଉ ପ୍ରକାର ସ୍ୱଭାବ ନେଇ ଆମେ ପରମେଶ୍ୱର ପ୍ରତି ଫେରିବା? କୋଉ ପ୍ରକାର ଜୀବନ ନେଇ ଆମେ ପରମେଶ୍ୱର ପ୍ରତି ଫେରିବା? କଣ ସେ ବିଷୟ? ଗାଲାତ୍ୟ ଅଧ୍ୟାୟର ଯୋଉ ଗୁଣ ସ୍ୱଭାବ ସବୁ ଅଛି, 9ଟି ଫଳ ଅଛି, ସେଇ ଫଳକୁ ନେଇ ଆମେ ପ୍ରଭୁଙ୍କ ପ୍ରତି ଫେରିବା। କଣ
आमानक भितरे प्रचुर प्रेम वास करू आमानक भितरे प्रचुर स्नेह वास करू आमानक भितरे प्रचुर दीर्घशाश्वता वास करू आमानक भितरे आ कोन क्षमा प्रभु प्रचुर वास करू आउ शांति प्रचुर वास करू आउ दया आमानक भितरे प्रचुर वास करू क्षमा कहली आत्मा आत्म संयमता कहली परोपकार भद्रता हालेलुया विश्वस्तता हेगलो नौटा फल सहित आमे प्रभु को प्रति अपना परमेश्वर को प्रति फेरिबा तबे आमे जब फेरिबा हमको भी प्रभु तांकर फल रे मध्य से मध्य हमको परिपूर्ण करिवे हालेलुया 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 प्रभु का नाम रे बहुत धन्यवाद कारण गोटे जन्म पिलाटीर दिन जत जत बढ़ी बढ़ी जाउଥାଏ तार मध्य क्रिया कर्म भितर आमे बहुत किछि फरक देखुथाउ नै प्रथम चाली पर नଥାଏ नै माने जन्म हुए ताको धरिबा को पड़े तापर धीरे धीरे देखला बेलू से गुरुंडी बाबू आरंभ करे तापर टिके देखला बेलू से भार दे के ठिया बाबू आरंभ करे तापर देखला बेलू पड़ी उठी टिके टिके से पाद दीपक चले तापर देखला बेलू से दौड़े तापर टिके टिके खने खने पदे अधे कथा कहे तापर देखला बेलू आउ टिके कथा कहे वर्ष वर्ष गोटे पिल्ला नूतनता आमाने लक्ष्य करूथाउ तेबे प्रभु ताक पिला मानकर नूतनता प्रति वर्ष प्रति समय लक्ष्य करिवे नै प्रभुकर आमे पिला तर आमर भी किछि नूतनता ताक प्रति हो सेथाय मध्ये प्रभु चाहती कारण आम पिला दिले पड़ी की ता भीतर छोटे नुआ विषय को लक्ष्य करा जाए आ बापा मां माने आनंदित होती परिवार वर्ग माने आनंदित होती आमे मध्ये परमेश्वर संतान संततिठु आम मानक भीतर मध्ये जतरा किछि नुआ विषय को प्रभु को उद्देश्य कार्य करबा आरंभ हुए प्रभु भी आमे देखि बहुत आनंदित होती खुशी होती हालेलुया हालेलुया हम बापा मां को खुशी रे तो पिला मानक किछि मिली न थाई किंतु परमेश्वर खुशी रे हमन को आशीर्वाद और मंगल दान प्रचुर भाव रे मिली थाई हालेलुया हालेलुया प्रभु का नाम रे बहुत बहुत धन्यवाद हैं शीतल प्रकोप शीत हेले लोक मौसम शीत होला खरा हेले लोक मौसम खरा होला वर्षा हेले लोक मौसम वर्षा होला हां काई की ना केतळ अधिक होई जाउछ तो केतळ कम होई तार अर्थ मनुष्य बहुत स्वार्थवादी सब बेले कोन कहछ आमे सहिला बलिया सब दिन चामो बा दरकार माने शीतटा हो कि आमे सहिला बलिया हो खराटा हो आमे सहिला बलिया हो वर्षाटा हो आमे सहिला बलिया हो सब जदि मजा मजार दिन जीवा एते कष्ट थाई कि एते विपद थाई कि एते समस्या थाई कि तथापि लोक माने सुधुरु नांती तथापि ठीक ठाक भाव रे प्रभु को खोजु नांती मागु नांती तथापि मनुष्य मानकर फुटाणी कम नुह गर्व भी कम नुह सेतिर पुणी ईश्वर को प्रश्न हे प्रभु केबे ठंडा जीव हे प्रभु केबे खराटा जीव हे प्रभु ए वर्षाटा केबे बंद हबो हैं नथिला प्रभु केबे वर्षा बंद केते कथा प्रभु सुनिबे केते दिन आमार कर दुई मन रे विश्वास को प्रभु सहयोग करिवे केते दिन केते वर्ष हैं समय बदलुछि दिन बदलुछि आमार जीवन परिवर्तनता मध्य आमार भावना चिंता बदलवा दरकार आमार कष्ट भितर प्रत्येक विषय वाक्य लिखाई आत्म संयमता दीर्घ सहिष्णुता पर सब लिखाई हेले आम ऊपर को जत कौन विषय आसूची से कौन कहूँ ओहो हैं एबे सब नुआ मीटर माने आपण देखिछथि लोकडा पडपडी देखला से नुआ मीटर रे आछी ओहो मु कहले
ये भी रीडिंग करी का मीटर भी बुली का सी भी हाली आई जाଉଛି आपण के मार्क करछनी जा जा नुआ मीटर लगी से तो एक मार्क करिवे आसी का से कुछ ओहो आप किछि देखो तो आमे भी आपण जीवन भितरे गमन करू आमे भी व्यस्त हो ओ प्रभु आउ केते दिन आउ कोन करबा देखिला बेलू सब जाक दोष आमर सब जाक विलंबर विषय सब आमर जतिकी कलंकर कार्य प्रभु प्रति आमे ही करूछु आमरी द्वारा प्रभुकर निंदा होछि आमर दुर्बलता द्वारा प्रभु गौरव होछन सब जाक दोष आमर बिना परिश्रम रे आमर बापू से दोइछन बिना व्यस्तता परे हम पाए सकृषरे चढ़ी चलती माने हमें किछि भी करी से सब हम पाए करी चलती हम पाए दउछती हम पाए समय रखी चलती अनुग्रह रे बंचै की भी रखी चलती तथापि हम कहछु ओहो हैं केते क्लांत संसय करूछु जतले प्रभुकर हस्त उठी जीवो जतले प्रभुकर दृष्टि हमठारु हटी जीवो जते बेला आउ किछि नथिबो डाकिला प्रभु सुनिबे नाही सतबेला कहबा सतबेला हम सब कहबा ओहो आहा उहु इहि जा कोन कहबा किंतु क्लास किछि भी हबो नाही तेरो आजिर समय सब प्रकार समस्या भीतर देई मध्य आमान को प्रभु को बाई प्रस्तुत होकर अछि हालेलुया जो थरे मन को बेसी देइथिबो जो थरे मन भीतर पसै कि ताकू स्थान दबो सेति कि निजा का घाटले निजर समस्या बढ़ी जिवो किछि नुक्त नाही पारिबा ना मु जदी मन पके ददी मो बाडे गला पड़ी गली मोटा शैतान तो बढ़िया ना तते काली भी छाड़ दिबी हैं मु भूली गली कण चिंता ये होछ गोटे बोझ कारण वाक्य कहबा ठिया है कि कहबा साहित्य भूगोल इतिहास पढ़िबा विषय आत्मा रे तुम सुस्थिर हेले तुम स्थिर हेले तुमर ध्यान संपूर्ण हेले आत्मा तुमको कथा कहबे आ आत्मा न कथा कहले समस्त निद माडिबो समस्त सोई पड़िबे तेनो पवित्र आत्मा को कथा भाबी सोई पड़िबे तापरे प्रभु साहाय्य कले अरे ये सब भूली गलानी बेसी छोट पिला मानकर काम कोन ताकर सुखी भी जाइथिबो फिर भी समय काम करले मते देखबे पड़ी जाइथिबो सर को रिपीट करो पिला मानकर काम रिपीट करो किंतु आमे शिक्षा पाउथबा बळे आमे कोनटा को रिपीट करबा हमनकर दुर्विषय को आमे रिपीट करबा नाही मात्र प्रभुकर कार्य प्रभुकर विषय प्रभुकर आशीर्वाद नूतनता विषय को आमे रिपीट करबा प्रभु को पाई ए वर्ष नूतन कोन पछनी तबे तहि आशीर्वाद अछि हालेलुया हालेलुया सती पाई आ जेपर आमे वाक्य कहे जे पर हमें आपण प्रत्येक पथ को अनुसंधान करिबा एवं आपण निज को परीक्षा करके हमें परफेक्ट प्रभु को पाई हेलु ना नाही तापरे हमें तापर कोन करबा प्रभु को प्रति फेरिबा नचे बिल्कुल भी प्रभु को पाखरे फुटाणी चलिबो नाही हैं बहुत चला किया तमे परा कहछ हमर प्रिय संतान संतति तमे करिवो आ प्रभु जो कोसन तुम मोर आज्ञा को पालन करिवो सेकुडा कोन आंटू आज्ञा को कष्ट नहीं उपास रिया को कष्ट बाइबल पढ़िया पाई कष्ट प्रार्थना करबा पाई कष्ट सब पाई तो कष्ट किंतु मिलिबा पाई बहुत मागिबा पाई पाइबा पाई बहुत आगुआ नहेले कौन जे प्रभु तुम शुणुन कहीं शुणुन तेणु वाक्य कौची निज को निज प्रथमे परीक्षा करके आपण पथ को आमे परीक्षा करिबा परफेक्ट हेबा तापर परमेश्वर प्रति फेरिबा जे पर्यंत निज निज को आमे परफेक्ट करिना जते जहा कले मध्य ईश्वर प्रति किछि भी मूल्य मिलिबो नाही ततरे प्रभु पाखु जिबा प्रभु तू किए
ମୁଁ ସବୁବେଳେ ଗୀତା ଫାଷ୍ଟ ପହଞ୍ଚୁଥିଲି ମଣ୍ଡଳୀରେ ପ୍ରଥମେ ଉପସ୍ଥିତ ହେଉଥିଲି। ମୁଁ ସବୁ ପ୍ରକାର ପ୍ରଶଂସାରେ ଗୀତ ଗାଉଥିଲି। ମୁଁ ହପ୍ତାରେ 2 ଥର ମାତ୍ର ଖାଉଥିଲି, ଆଉ ବାକିଆକ 5 ଦିନ ଯାକ ଉପବାସ କରୁଥିଲି। ମୁଁ ଦିନ ରାତି ଯେତେବେଳେ ଦରକାର ପଡୁଥିଲା ବାଇବେଲ ପଢୁଥିଲି, ସବୁଥିରେ ପାଠ କରୁଥିଲି। ମୋ ପାଖକୁ ଗୋଟେ ବି ବିଷୟ ଆସିକି ଦୂତମାନଙ୍କ ଦ୍ୱାରା ତ ପହଞ୍ଚି ନଥିଲା। କଣ ପାଇଁ? ସବୁ ତ ହେଇଥିଲା, କାହିଁକି ଯାଇକି ତାଙ୍କ ପାଖରେ ଖବର ପହଞ୍ଚିଲା ନାହିଁ? କାହିଁକି ତାଙ୍କ ପାଖରେ ଖବର ପହଞ୍ଚିଲା ନାହିଁ? ମୁଁ ମନ ଭିତରେ ଅଧର୍ମକୁ ଆଦର କରିକି ଏସବୁ କର୍ମ ପ୍ରଭୁଙ୍କ ପ୍ରତି କରୁଥିଲି। ତେଣୁ ନିଜକୁ ପରଫେକ୍ଟ କରିବାର ବହୁତ ଆବଶ୍ୟକତା ଅଛି। ମୁଁ ପରଫେକ୍ଟ ହେଲି ନା ନାହିଁ, ପ୍ରଥମେ ଆମେ ନିଜକୁ ପରୀକ୍ଷା କରିବା, ତାପରେ ଆମେ ପ୍ରଭୁଙ୍କ ପ୍ରତି ଫେରିବା। ତେଣୁ ଆମମାନଙ୍କର ଏଇ ବର୍ଷର କର୍ତ୍ତବ୍ୟ କଣ? ଆମେ ପ୍ରାର୍ଥନାକୁ ବଢେଇବା। ସେ ବଢେଇବା ବଢିବା ପ୍ରାର୍ଥନା, ସେ ପ୍ରାର୍ଥନାରେ କଣ ମାଗିବା? କଣ ମାଗିବା? ଯେ ପ୍ରଭୁ, ମୁଁ ତୁମର ପ୍ରକୃତ ପଥକୁ ଯେପରି ପାଇପାରିବି, ଜାଣିପାରିବି, ମୋର ଅପବିତ୍ରତା, ଅଶୁଚିତା, ବିଫଳତା ସବୁକୁ ଯେପରି ଛାଡି ପାରିବି, ତୁମେ ମତେ ନୂତନ କର, ତୁମେ ମତେ ସାହାଯ୍ୟ କର। କାରଣ ବାକ୍ୟରେ ଲେଖା ଅଛି, ବିଶ୍ୱାସ ଆମର ତାଙ୍କର ଅନୁଗ୍ରହ ଯୋଗୁଁ ଆମେ ବିଶ୍ୱାସ କରୁଛୁ। ସେ ଆମକୁ ସାହାଯ୍ୟ ନ କଲେ ଆମେ ନିଜ ପରିଶ୍ରମରେ କିଛି କରିପାରିବା ନାହିଁ। ଆମେ ସବୁ କିଛି ତାଙ୍କ ଠାରୁ ମାଗିବାର ବହୁତ ଆବଶ୍ୟକତା ଅଛି। ହାଲେଲୁୟା। ଯଦି କାହିଁକି ନା, ଯଦି ଜିସାୟ 34 ଅଧ୍ୟାୟ 22 ପଦକୁ ଯିବା, ପରମେଶ୍ୱରଙ୍କ ପଛରେ ଦୌଡ଼ିଲେ 34-22 ନାହିଁ। ନାଇଁ 33 କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାର ସେଇଟା ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥା ଦାତା। ସଦାପ୍ରଭୁ ହିଁ ଆମମାନଙ୍କର ପାଇଁ ବିଚାର କର୍ତ୍ତା, ସେ ଆମମାନଙ୍କର ବ୍ୟବସ୍ଥା କର୍ତ୍ତା, ବ୍ୟବସ୍ଥା ଦାତା। ତାପରେ ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସଦାପ୍ରଭୁ ହିଁ ଆମମାନଙ୍କର ରାଜା। ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ। ସେ ହିଁ କେବଳ ଆମମାନଙ୍କର ପରିତ୍ରାଣ କରିବେ। ହାଲେଲୁୟା, ହାଲେଲୁୟା। ଉଦ୍ଧାର ପାଇବା ପାଇଁ ହେଲେ ତୁମେ ଏଣେ ତେଣେ ଦୌଡ଼ିଲେ ଉଦ୍ଧାର ପାଇବ ନାହିଁ। ତୁମେ ତା ଉପରେ ନିର୍ଭର କଲେ ଉଦ୍ଧାର ପାଇବ ନାହିଁ। ଜଣେ ଯିଏ ଆମମାନଙ୍କ ପାଇଁ ପ୍ରତ୍ୟେକଟି ସମୟରେ ବିଚାର କରୁଛି, ଯାହାର ହସ୍ତରେ ଛଳନା ରୂପକ ନିକିତି ନାହିଁ, ମାତ୍ର ଯାହାର ହାତରେ ଧର୍ମ ରୂପକ ନିକିତି ଅଛି, ଯୋଉ ପରମେଶ୍ୱର ଲାଞ୍ଚ ଗ୍ରହଣ କରନ୍ତି ନାହିଁ, ତାଙ୍କ ପାଖରେ କୌଣସି ପ୍ରକାର ମୂର୍ଖାପେକ୍ଷା ନାହିଁ। ସେ ଆମମାନଙ୍କର ବିଚାର କର୍ତ୍ତା ଅଟନ୍ତି। ହେଲେ ଆମେ ସମସ୍ତଙ୍କୁ ବିଚାର କର୍ତ୍ତା ହେଇଯାଉଛୁ। ସେ ଆମମାନଙ୍କର ରାଜା, ସେ ଆମକୁ ଶାସନ କରିବେ। ତାଙ୍କ ଅଧୀନରେ ଆମେ ଆପଣଙ୍କୁ ସମର୍ପଣ କରିବା ଦରକାର। ପ୍ରଭୁ, ତୁମେ ମୋର ବିଚାର କର୍ତ୍ତା ହୁଅ। ମୁଁ କୋଉଠି ଠିକ ଅଛି, କୋଉଠି ଭୁଲ ଅଛି, ତୁମେ ମୋର ବିଚାର କର, ମତେ ସଠିକ କର। ତହିଁରେ ମୁଁ ତୁମ ପ୍ରତି ସଠିକ ହେବି। ତୁମେ ମୋର ବ୍ୟବସ୍ଥା ଦାତା, ଅର୍ଥ ତୁମେ ପ୍ରତ୍ୟେକଟି ବିଷୟକୁ ପଢିବ, ପ୍ରତ୍ୟେକ ଗ୍ରନ୍ଥକୁ ପଢିବ। ପ୍ରତ୍ୟେକ ଗ୍ରନ୍ଥରେ ଅଛି କଣ ଅଛି? ତୁମେ ଏ କାମ, ମାନେ ସବୁ ଗ୍ରନ୍ଥରେ ସତ୍ୟତା ଅଛି କଣ ନା, ତୁମେ ଏଇ ମନ୍ଦ କାମ କର ନାହିଁ, ମନ୍ଦ ପଥରେ ଯାଅ ନାହିଁ, ମିଛ କର ନାହିଁ, ଚୋରି କର ନାହିଁ, ଅମୁକ ସମୁକ ସବୁ। କିନ୍ତୁ ଏକମାତ୍ର ପବିତ୍ର ବାଇବେଲ ଗୋଟିଏ ଗ୍ରନ୍ଥ ଯୋଉଥିରେ କି ଉଦ୍ଧାର ବିଷୟରେ ଲେଖାଯାଇଛି, ଯୋଉଥିରେ ଉଦ୍ଧାର ବିଷୟରେ ଲେଖାଯାଇଛି ଏବଂ 3ଟି ବିଷୟ ସବୁବେଳେ କାର୍ଯ୍ୟକାରୀ ହେଉଛି। ସେ ଏକମାତ୍ର ପଥ, ଏକମାତ୍ର ସତ୍ୟ, ଏକମାତ୍ର ଜୀବନ। ଆଉ ଜୀବନ ବିଷୟରେ, ଅନନ୍ତ ଜୀବନ ବିଷୟରେ ପ୍ରକାଶନ ହୋଇଅଛି ଏକମାତ୍ର ଗ୍ରନ୍ଥ। ପରିତ୍ରାଣ ଅର୍ଥ ଅନନ୍ତ ଜୀବନ। ଅନନ୍ତ ଜୀବନ ବିଷୟରେ କୌଣସି ଗ୍ରନ୍ଥରେ ଲେଖାଯାଏ ନାହିଁ। ସମସ୍ତ ଗ୍ରନ୍ଥ ଲେଖା ହେଇଛି ତୁମେ ଭଲ କର୍ମ କଲେ ଭଲ ଜନ୍ମ ପାଇବ, ନହେଲେ ମୋକ୍ଷ ପାଇବ, ମୁକ୍ତି ପାଇବ। ଏଇଆ ଠିକ ତ? ଯୋଉମାନେ ଗ୍ରନ୍ଥ ଯଦି କିଛି ଶୁଣିଥିବେ, ଜାଣିଥିବେ, ପଢିଥିବେ, ଆପଣ ମାନେ ଜାଣିଥିବେ।
ସବୁ ଗ୍ରନ୍ଥରେ କଣ ବର୍ଣ୍ଣନା କରାଯାଇଛି? ତୁମେ ଏଇ ପଥରେ ଯାଅ, ଏହାକୁ ଅବଲମ୍ବନ କର, ତୁମେ ମୁକ୍ତି ପାଇବ, ତୁମେ ମୋକ୍ଷ ପାଇବ, ତୁମେ ପୁନର୍ଜନ୍ମ ଭଲ ଆଉ ଗୋଟେ ଜନ୍ମ ପାଇକି ତୁମେ ମଣିଷ ଭଲ ପୁଣି ତୁମେ ଶ୍ରେଷ୍ଠ ଜୀବନ ମଣିଷ ଜୀବନ ପାଇବ। କିନ୍ତୁ ବାଇବେଲ କହେ ଥରେ ମୃତ୍ୟୁ ଥରେ ଜନ୍ମ। ଯିଏ ଉତ୍ତମ କର୍ମ ଆଜ୍ଞାକୁ ପାଳନ କରି ପରମେଶ୍ୱରଙ୍କ ପଥରେ ଦମନ କରିବ ତାର ପାଇଁ କଣ? ଅନନ୍ତ ଜୀବନ। ପୁଣି ଯୋଉମାନେ ଅବାଧ୍ୟତାର ଆପଣ ଜୀବନକୁ ବା କାଳକୁ କ୍ଷେପଣ କରିବେ ସେମାନେ ଅନନ୍ତ ମୃତ୍ୟୁର ପଥକୁ ପାଇବେ। ଆଉ ସେଠୁ ଉଠିବାର ନାହିଁ ଯେ ଆଉ ବଦଳିଗଲେ ଆଉ ସମୟ ନାହିଁ, ବାସ୍ ଆଉ ବିଚାର ବି ନାହିଁ, ସଇଲା ସେଠି। ଏହାକୁ ମନେ ରଖି ଆମେ ପରମେଶ୍ୱର ପ୍ରତି ଆସକ୍ତ ହେବା। ଏହାକୁ ମନେ ରଖି ଆମେ ପରମେଶ୍ୱର ଆଜ୍ଞା ସବୁକୁ ମାନିବା। ଏହାକୁ ମନେ ରଖି ଆମେ ପରମେଶ୍ୱର ପଥରେ ଗମନାଗମନ କରିବା। କାରଣ ସେହି ଏକମାତ୍ର ଈଶ୍ୱର, ସେହି ଆମର ଶାସନକର୍ତ୍ତା, କାରଣ ସେ ହେଉଛନ୍ତି ରାଜା ମାନଙ୍କର ରାଜା। এই পৃথিবী ভিতরে বিভিন্ন দেশ, বিভিন্ন রাজ্য, বিভিন্ন সহরକୁ ପରିଚାଳନା କରିବା ପାଇଁ ବିଭିନ୍ନ ପଦବୀରେ ବିଭିନ୍ନ ମାନେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ, ସରପଞ୍ଚ, କାଉନସିଲର ଇତ୍ୟାଦି ଇତ୍ୟାଦି ଆହୁରି ବହୁତ ଅଛି। ୱାର୍ଡ ମେମ୍ବର ସବୁ ବହୁତ କିଛି ଅଛି। କିନ୍ତୁ ଆମେ ମାନେ ଯେ ବିଶ୍ୱାସୀ ଏବଂ ଆମମାନଙ୍କର ଜଣେ ହେଉଛନ୍ତି ବିଶ୍ୱାସ ନେତା, ସେ ହେଉଛନ୍ତି ସିଦ୍ଧିଦାତା। ବିଶ୍ୱାସର ନେତା ସିଦ୍ଧିଦାତା, ଏବଂ ସେ ବିଶ୍ୱାସ ନେତା ସେହି ଆମର ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁ। ହାଲେଲୁୟା ହାଲେଲୁୟା। ଦେବମାନଙ୍କର ଦେବ, ତାଙ୍କ ପରେ ଆଉ କେହି ନାହିଁ, ତାଙ୍କ ପୂର୍ବେ ବି କେହି ନାହିଁ। ହାଲେଲୁୟା। ସେହି ପରମେଶ୍ୱର ଆଜି ଆମମାନଙ୍କୁ ଆହ୍ୱାନ କରୁଥିବା ବେଳେ, ସେହି ପରମେଶ୍ୱର ଆଜି ଆମମାନଙ୍କୁ ନିକଟବର୍ତ୍ତୀ ହେବା ପାଇଁ ସାହାଯ୍ୟ ସହଯୋଗ କରୁଥିବା ବେଳେ ଆମର ପଥ, ଆମର ଇଚ୍ଛା, ଆମର କାର୍ଯ୍ୟ, ଆମର ଭାବନା, ଆମର ଚିନ୍ତା କେଉଁଆଡେ ଯାଉଛି, ତାଙ୍କର ଇଚ୍ଛା ତାଙ୍କର ଯୋଜନାକୁ ଟପିକି ଆମେ ସୀମା ଲଙ୍ଘନ କରୁଛୁ ନା ତାଙ୍କର ସୀମାବଦ୍ଧରେ ଆମେ ମାନେ ବାନ୍ଧି ହୋଇ ତାଙ୍କର ଇଚ୍ଛାକୁ ପାଳନ କରି ଆମେ ଗମନ କରିବା ପାଇଁ ପଦକ୍ଷେପ ନେଇଅଛୁ। ହାଲେଲୁୟା ହାଲେଲୁୟା। ତେଣୁ ଆମେ ମାନେ ତାଙ୍କ ସୀମା ଭିତରେ ଆପଣ ପଥକୁ ରକ୍ଷା କରିବା ପାଇଁ ପ୍ରଭୁଙ୍କ ପାଖରେ ମାଗିବା, ପ୍ରାର୍ଥନାକୁ ବଢେଇ ଦେବା। ତାର ଅର୍ଥ ଦିନ ରାତି ଆମେ ମାଗିବା ଯେ ପ୍ରଭୁ ତୁମେ ମତେ ଉତ୍ତମ କର, ତୁମେ ମତେ ଉତ୍ତମ କର, ତୁମ ଉପଯୋଗୀ ମତେ ଉତ୍ତମ କର। କାରଣ ପ୍ରଭୁ ନ ଚାହିଁଲେ ଜଣେ ସବୁବେଳେ ଦୁଃଖ କରନ୍ତି, ମୁଁ ବହୁତ ଚାହୁଁଛି ମୁଁ ନିଶାରୁ ମୁକ୍ତ ହେବି, ମତେ ସମସ୍ତେ ଛିଛା କର, ବିଶ୍ୱାସୀ ମାନେ କହୁଛନ୍ତି ଯେ ତୁମେ ପ୍ରଭୁଙ୍କ ପଥରେ କରଣି, କାହିଁକି ଏଟାକୁ ବ୍ୟବହାର କରୁଛ, ଅମୁକ କରୁଛ, ଆଉ ମୁଁ ଆଉ ମଣ୍ଡଳୀକୁ ଯିବି ନାହିଁ, ମତେ ସମସ୍ତେ ଇଚ୍ଛା କର ପୋଷଣି। ମୁଁ ତାଙ୍କୁ ଗୋଟିଏ ବିଷୟ କହିବି, ମନେ ରଖନ୍ତୁ, ନିଜେ ପରିଶ୍ରମ କଲେ ନିଜେ ଇଚ୍ଛା କଲେ କିଛି ହେଇପାରିବ ନାହିଁ। ତୁମେ ଯେବେ ସମର୍ପଣ କରିବ ପ୍ରଭୁଙ୍କ ପାଖରେ, ପ୍ରଭୁ ଏଇଥିରୁ ମୁଁ ମୁକ୍ତ ହେବା ପାଇଁ ଚାହୁଁଛି, ଏଇ ବନ୍ଧନରୁ ଉଦ୍ଧାର ପାଇବା ପାଇଁ ଚାହୁଁଛି, ତୁମେ ମତେ ସାହାଯ୍ୟ କର। ବାରମ୍ବାର ତୁମେ ମାଗିବ, ପ୍ରଭୁଙ୍କର ଆତ୍ମା ତୁମ ଭିତରେ କାର୍ଯ୍ୟ କରିବ ଏବଂ ଯାହା ତୁମେ କରିପାରୁନାହ ପ୍ରଭୁ ତୁମ ପାଇଁ ତାହା କରିକି ପ୍ରମାଣ କରିବେ। ହାଲେଲୁୟା ହାଲେଲୁୟା ହାଲେଲୁୟା। କାରଣ ସେ କହୁଛନ୍ତି ପରା, ତୁମେ ମାଗ ମୁଁ ତୁମକୁ ଦେବି। ଉତ୍ତମ ହେବା ପାଇଁ, ଭଲ ପିଲା, ଭଲ ମଣିଷ ହେବା ପାଇଁ ପ୍ରଭୁ ଆମମାନଙ୍କୁ ଯଦି ଆମେ ମାଗିବା, ପ୍ରଭୁ କେତେ ଅଧିକ ଆମମାନଙ୍କୁ ଆଶୀର୍ବାଦ କରିବେ। ସେଥିପାଇଁ ତ ବାକ୍ୟରେ ଲେଖା ଯାଇଛି, ଯଦି ତୁମେ ପିତାକୁ ଅଣ୍ଡା ମାଗିବ, ମାଛ ମାଗିବ, ସେ କଣ ତୁମକୁ ସାପ ବିଛା ଦେବେ ନା? ଯାହା ମାଗିବ ତାହା ଦେବେ। ତେବେ ଆମମାନଙ୍କର ପିତା ସ୍ୱର୍ଗ ନିବାସୀ, ଯୋଉ ପରମେଶ୍ୱର ସର୍ବ ଜଗତର ଅଧିକାରୀ, ଯେ ସୃଷ୍ଟିକର୍ତ୍ତା, ଯେ ସବୁ କିଛି ଆମମାନଙ୍କୁ ଦେଇଅଛନ୍ତି, ଯାହା ଆମେ ସବୁ ଉପଭୋଗ କରୁଅଛୁ, ତେବେ ସେ ତାଙ୍କୁ ମାଗିଲେ ସେ କେତେ ଅଧିକ ଆମମାନଙ୍କ ପାଇଁ ଆଶୀର୍ବାଦର ବିଶ୍ୱପୂର୍ଣ୍ଣ ଦେବେ। ହାଲେଲୁୟା ହାଲେଲୁୟା ହାଲେଲୁୟା। ପ୍ରତ୍ୟେକଟି ବିଷୟ ତାଙ୍କର ଯୋଜନାରେ କାର୍ଯ୍ୟକାରୀ ହେଉଛି। ଆମେ ଭାବିଦେଲେ
ଇଚ୍ଛା କରିଦେଲେ କିଛି ହେଇପାରିବ ନାହିଁ। ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କର ଇଚ୍ଛା ଇଚ୍ଛାରେ ଆମର ଇଚ୍ଛା କଣ ହେଇପାରି ନାହିଁ, ସମ୍ପର୍କ ସ୍ଥାପନ କରିପାରି ନାହିଁ। ହାଲେଲୁୟା। ହାଲେଲୁୟା। ତେବେ ଯଦି ଆମେ এই ପ୍ରକାର ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ପରମେଶ୍ୱରଙ୍କର ପଥକୁ ଅନୁସରଣ କରିବା, ତେବେ ପ୍ରଭୁଙ୍କର ବାକ୍ୟ ଆମ ପ୍ରତି ସଫଳ ହବ। ଗୀତ ସଂହିତା 91 ଅଧ୍ୟାୟ 3 ରୁ 7 ଶୀଘ୍ର ପଢିବା। କାରଣ ମୁଁ ଆପଣ ଅଧର୍ମ ସ୍ୱୀକାର କରୁଅଛି, 91 କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ। ଟିକେ ଏଠୁ ପଢିଲେ ଭଲ। କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ। ସେ ଆପଣ ପକ୍ଷରେ ତୁମ୍ଭକୁ ଆବରିବେ ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ। ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ। ତାଙ୍କର ଶକ୍ତି ଫଳକ ଓ ଢାଲ ସ୍ୱରୂପ ଅଟେ। ତୁମ୍ଭେ ରାତ୍ରିରେ ତ୍ରାସ, ତୁମ୍ଭେ ରାତ୍ରିର ତ୍ରାସ, କିଏ ବା ଦିବସର ଉଡ଼ନ୍ତା ତୀର, ଅନ୍ଧକାରଗାମୀ ମହାମାରୀ, କିଏ ବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ତୁମେମାନେ ଭୀତ ହେବ ନାହିଁ। ରକ୍ଷା ପ୍ରାପ୍ତ ଭୟ କରିବ ନାହିଁ। ତୁମ୍ଭ ପାର୍ଶ୍ୱରେ ତମ ପାଖରେ ସହସ୍ର ଓ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ, ତମ ଦକ୍ଷିଣରେ ବି ଆସି ଅୟୁତ ପଡ଼ିବେ, ମାତ୍ର ତାହା ତୁମ୍ଭ କତିକି ଆସିବ ନାହିଁ। କେହି ତୁମ କତିକୁ ଆସିପାରିବେ ନାହିଁ। ହାଲେଲୁୟା, ହାଲେଲୁୟା। 2025 ମସିହାରେ ଭୟଙ୍କର ବିଷୟ ସବୁ ଆମେ ଶୁଣିଲୁ, ଦେଖିଲୁ, କିନ୍ତୁ ଯୋଉମାନେ ପରମେଶ୍ୱରଙ୍କ ଶରଣ ନେଇଛନ୍ତି, ଯୋଉମାନେ ପରମେଶ୍ୱରଙ୍କ ଉପରେ ନିର୍ଭର କରିଛନ୍ତି, କଣ ପରମେଶ୍ୱର ସେମାନଙ୍କୁ ଏଇ ପ୍ରକାର ବ୍ୟାଧର ଫାନ୍ଦରୁ ରକ୍ଷା କରିନାହାନ୍ତି? କଣ ପରମେଶ୍ୱର ଆପଣ ଡେଣା ତଳେ ଆମମାନଙ୍କୁ ଆବରି ନାହାନ୍ତି? କଣ ପରମେଶ୍ୱର ଆମଙ୍କର ଶତ୍ରୁ ଶୈତାନଠାରୁ ଆମକୁ ସୁରକ୍ଷିତ କରି ରଖି ନାହାନ୍ତି? ହାଲେଲୁୟା। ପୁଣି 2020 ମସିହାକୁ ଯଦି ଆମେ ସମ୍ମୁଖକୁ ଆଣିବା, ଭୟଙ୍କର ମହାମାରୀରୁ କଣ ପ୍ରଭୁ ଆମମାନଙ୍କୁ ସୁରକ୍ଷିତ କରି ଆଜି 5 ବର୍ଷ 6 ବର୍ଷ ଆମେ ତାକୁ ଗତି କରିସାରିବୁ, ପ୍ରଭୁ କଣ ଆମକୁ ସାହାଯ୍ୟ କରିନାହାନ୍ତି? ହାଲେଲୁୟା, ହାଲେଲୁୟା, ହାଲେଲୁୟା। କାରଣ ସେ ଶପଥ କରିବା ପରମେଶ୍ୱର, ପୁଣି ପ୍ରତିଜ୍ଞାକୁ ପୂର୍ଣ୍ଣ କରିବା ପରମେଶ୍ୱର ମଧ୍ୟ ଅଟନ୍ତି। ଆମେ ଶପଥ କରି ଭୁଲି ଯାଉ, ଆମେ ପ୍ରତିଜ୍ଞା କରି ଭୁଲି ଯାଉ, ମାତ୍ର ଆମର ପରମେଶ୍ୱର ବିଶ୍ୱସ୍ତ ଏବଂ ମହାନ ହୋଇଥିବା ସକାଶେ ସେ ଆମକୁ ସାହାଯ୍ୟ କରୁଛନ୍ତି। କାରଣ ଅନେକ ଆପଣମାନେ ସାକ୍ଷ୍ୟ ଦେଇଛନ୍ତି ଯେ 25 ବର୍ଷରେ ମୁଁ ଯାଉଥିଲି ବାଟରେ ପଡ଼ିଗଲି, ମୁଁ ମରିଯାଇଥାନ୍ତି, ମୋତେ ମୁଣ୍ଡ କଣ ହେଇଗଲା, ମୁଁ ମରିଯାଇଥାନ୍ତି। କେତେ କଥାରେ ଆପଣମାନେ ସାକ୍ଷ୍ୟ ଦେଇଛନ୍ତି ଯେ ମୁଁ ମରିଯାଇଥାନ୍ତି, ମାତ୍ର ପ୍ରଭୁଙ୍କର ବାକ୍ୟ କହେ, ସେ ଯଦି ତୁମେ ତାଙ୍କର ଅନୁସରଣ କରୁଛ, ଯଦି ତୁମେ ତାଙ୍କ ଉପରେ ନିର୍ଭର କରିଛ, ଯଦି ତୁମେ ତାଙ୍କ ପ୍ରତି ଫେରିଛ, ଆପଣ ମନକୁ ନୂତନୀକରଣ କରିବା ପାଇଁ ଯଦି ପ୍ରଭୁଙ୍କର ସାହାଯ୍ୟ ତୁମେ ଚାହିଁଛ, ପ୍ରଭୁ ତୁମକୁ ଗତ ବର୍ଷ ରକ୍ଷା କଲେ, ଏ ବର୍ଷ ଯଦି ତମେ ମୋବାଇଲଟା ଖୋଲିଦବ ନା, ସମସ୍ତଙ୍କ ପାଖରେ ଖାଲି ଭୟାନକ ବର୍ଷ, ଭୟାନକ ବର୍ଷ, ଭୟାନକ ବର୍ଷ, ଏମିତି ହେଇଯିବ, ସେମିତି ହେଇଯିବ, ଏମିତି ହବ, ସେମିତି ହବ, ଦେଖି ଦେଖି ଶୁଣି ଶୁଣି ଡର ନ ମାନିଲେ ବି ଡର ମାଡୁଛି। କିନ୍ତୁ ଆମଙ୍କର ପରମେଶ୍ୱର ଆମମାନଙ୍କ ସହିତ ଅଛନ୍ତି। ସେମାନଙ୍କୁ ପ୍ରତିଜ୍ଞା ଯୁକ୍ତ ଶପଥରେ ଆମମାନଙ୍କ ବାକ୍ୟ ଅନୁସାରେ କଢେଇ ନେଉଛନ୍ତି। ଯଦି ଆମମାନଙ୍କୁ 25 ମସିହାରେ ସାହାଯ୍ୟ କଲେ, 26 ମସିହାରେ ନିଶ୍ଚିତ ଭାବରେ ଭୟଙ୍କର ବିପଦ ଅଛି, ସମସ୍ୟା ଅଛି, କଷ୍ଟ ଅଛି, ପରିସ୍ଥିତି ଅଛି, ତଥାପି ସେମାନେ ତାଙ୍କର ପକ୍ଷ ତଳେ ରକ୍ଷା କରିବେ, ଡେଣା ତଳେ ଆବରିବେ, ଆମମାନଙ୍କୁ ଅହିତ ସହସ୍ର ସମସ୍ତ ଶତ୍ରୁମାନଠାରୁ ସୁରକ୍ଷା କରିବେ।
ପୁଣି ହୁଏତ ଭୟଙ୍କର ମହାମାରୀ ବି ଆସିପାରେ, କିଏ ଜାଣିଛି? ମହାମାରୀ ବି ଆସିପାରେ, ବି ରକ୍ଷା କରିବେ, କରିଛନ୍ତି, କରିବେ ଯଦି ଆମମାନଙ୍କର ମତି ଗତି ପ୍ରଭୁଙ୍କ ପ୍ରତି ଠିକ୍ ଠାକ୍ ଥିବ। ଗୋଟିଏ କଥା ମନେ ରଖନ୍ତୁ, ଏ ବର୍ଷ ବଛା ବଛିର ବି ବର୍ଷ ଅଟେ। হ্যাঁ ବଛାବଛିର ବି କୋଉମାନେ ସଠିକତାର ଆଚରଣ ଭିତରେ କୋଉମାନେ ଧର୍ମ କର୍ମ କରୁଛନ୍ତି, କୋଉମାନେ ଲୋକ ଦେଖାଣିଆ ଧର୍ମ କର୍ମ କରୁଛନ୍ତି, ତାହା ମଧ୍ୟ ଏ ବର୍ଷ ବିଚାରର ଦିନ ଅଟେ। ବରାବର ହିସାବ ବରାବର ହବ। କାରଣ ଆଜି ଯୋଉଠି ଦେଖିବ ସେଇଠି ଗୋଟେ ଗୋଟେ ବାଇବେଲକୁ କାଖିକି ସମସ୍ତେ ଖାଲି କହୁଛନ୍ତି ଆମର ଗୋଟେ ମଣ୍ଡଳୀ, ଅଭିଷେକ ନାହିଁ, ପ୍ରଭୁଙ୍କର ଆହ୍ୱାନ ନାହିଁ, ନିଜର ପରିବର୍ତ୍ତନ ନାହିଁ, କିନ୍ତୁ ଆମମାନେ ଶିକ୍ଷକ ଶିକ୍ଷୟିତ୍ରୀ ହବୁ ବୋଲି କେତେ ଯେ ଛୋଟ କାଟିଆ, କେତେ ଯେ ମାନେ ମଣ୍ଡଳ ବିସ୍ତାର ଲାଭ କରୁଛି ତାର ହିସାବ ନାହିଁ। କିନ୍ତୁ ମନେ ରଖନ୍ତୁ, ଆଉ ଚଳିବ ନାହିଁ, ଆଉ ଚଳିବ ନାହିଁ। କିନ୍ତୁ ସେଇ ଭଣ୍ଡ, ସେଇ ମନୋନୀତ ଲୋକମାନେ ଭଣ୍ଡ ମାନଙ୍କ ଦ୍ୱାରା କଣ ହବା ଭଣ୍ଡା ଯିବା ପୂର୍ବରୁ ପ୍ରଭୁ ନିଶ୍ଚିତ ଭାବରେ ପ୍ରଭୁ ସାହାଯ୍ୟ କରିବେ, ଦୟା କରିବେ, ଅନୁଗ୍ରହ କରିବେ, ରକ୍ଷା କରିବେ, ସାହାଯ୍ୟ କରିବେ। ତେଣୁ ଆମମାନଙ୍କର ପ୍ରସ୍ତୁତ ଭିତରେ ଆମେ ଶୀଘ୍ର ଶୀଘ୍ର ପ୍ରସ୍ତୁତ ହେବାର ଆମମାନଙ୍କର କର୍ତ୍ତବ୍ୟ ରହିଛି। ଆମେ ଫିଲିପି 3:14 ପଦକୁ ଯିବା। ଫିଲିପି 3:14 ପଦକୁ ଯିବା। ପଶ୍ଚାତ ବିଷୟ ସବୁ ମନରୁ ଦୂର କରି ଆସନ୍ତୁ, ଆମେ ବର୍ଷକୁ ଯଦି ସମାପ୍ତ କରିଛୁ, ଆମର ପଶ୍ଚାତ ବିଷୟ ସବୁ ମଧ୍ୟ ସମାପ୍ତ ହେବାର ବହୁତ ଆବଶ୍ୟକତା ଅଛି। ପଛ ବିଷୟ ସବୁକୁ ଆମେ ଦୂର କରିବା, ସମ୍ମୁଖରେ ଥିବା ବିଷୟ ଗୁଡ଼ିକ ପ୍ରତି ଦୃଷ୍ଟି ରଖି ଆସନ୍ତୁ ସମ୍ମୁଖରେ ଆମମାନଙ୍କ ପାଇଁ କଣ ରଖାଯାଇଛି, କଣ ପ୍ରଭୁ ଇଚ୍ଛା କରନ୍ତି, ତାହାକୁ ସମ୍ମୁଖରେ ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନରେ ପଣ ପାଇବା ନିମନ୍ତେ ସ୍ୱର୍ଗୀୟ ପଣ ପାଇବା ପାଇଁ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡୁଅଛି। ଚାଲ ପ୍ରାଣପଣ କରି ଦୌଡ଼ିବା, ଦୌଡ଼ିବା ନା ନାଇଁ? ଆଉ ସମୟ ଅଛି ବୋଲି ଧୀରେ ଧୀରେ ଗଜ ଗମନି, ଆଲ ସଜନି, ଆଲ ରତନି, ଗଜ ଗମନି ନା ଆମେ ଧୀରେ ଧୀରେ ଯେମିତି ଯୋଉ ବାହା ହେବା ପାଇଁ କନ୍ୟା ମାନେ ଗଲା ବେଳକୁ ତାଙ୍କୁ ଶିକ୍ଷା ଦେଇ ବହୁତ ଜଣ ଥାନ୍ତି ଡକ୍ଟର ହେଇ ଚାଲନ୍ତି, ସେମାନେ ମନା କରାହୁଏ, ତୁ କନ୍ୟା ବୁଝିଲୁ, ବାହା ହେବା ପାଇଁ ଯାଉଛୁ, ଡଗ ଡଗ ହେଇ ଚାଲିଛନ୍ତି। ସେ ମାପି ଚୁପି ଚର୍ଚ୍ଚରେ ପଡେ ବାହାଘର ସବୁ ଦେଖିଥିବେ, ସେ ପୁରା ଗୋଟେ ଗୋଟେ ପାଦ ପକଉଥିବ, ତାପରେ ତାକୁ ତା ସାଙ୍ଗରେ ପୁଣି ଜଣେ ତାକୁ ଚଲେଇ ଚଲେଇ ନଥ ଯେମିତି ତାକୁ ଚାଲିବାକୁ ଜଣା ନାହିଁ। ଆଉ ଆମକୁ ଗଜ ଗମନ କରିବାର ସମୟ ନାହିଁ, ଧୀରେ ସୁସ୍ଥେ ଚାଲିବାର, ଧୀରେ ସୁସ୍ଥେ ଧର୍ମ କର୍ମ କରିବାର, ଧୀରେ ସୁସ୍ଥେ ପ୍ରାର୍ଥନା କରିବାର ଆଉ ସମୟ ନାହିଁ। ବର୍ତ୍ତମାନ ପ୍ରାଣପଣ କରି ଦୌଡ଼ିବାର ସମୟ ଖ୍ରୀଷ୍ଟଙ୍କ ଠାରେ ସ୍ୱର୍ଗୀୟ ଗୁଣ ପାଇବା ପାଇଁ। ନହେଲେ କିଏ କୁଆଡେ ନେଇକି ପଳେଇବ, ଆମେ ଆଗରେ ବସିଥିବା। ଗୋପାଳ ମାଲ ଆପଣମାନେ ପ୍ରକାଶିତ ବାକ୍ୟ ପଢିଥିବେ, ଜାଣିଥିବେ ବିସ୍ଫୋଟକ ଘାସ ବଥ ମାନେ କି ଭଲ ହବନି, ଈଶ୍ୱରକୁ ଗାଳି ଦେବେ ବୋଲି ଲେଖା ଅଛି, ଖାଇବାକୁ ମିଳିବନି। ସମସ୍ୟା ହିଁ ସମସ୍ୟା, ସବୁ ଜିନିଷରେ 666ର ନମ୍ବର ଆସିକି ପହଞ୍ଚିବ। ପ୍ରସ୍ତୁତ ହେଲାଣି, ବହୁତ ଦେଶ କ୍ୟାଶଲେସ୍ କଣ୍ଟ୍ରି ହେଇଗଲାଣି, ଆମର ପ୍ରୋସେସିଂ ଚାଲିଛି। ତାର ଅର୍ଥ ସବୁ ହିସାବ, ସବୁ ଆମମାନଙ୍କର ମାନଚିତ୍ର ଯାଇକିରି ମୁଖ୍ୟ ଜାଗାରେ ଯାଇକି ପହଞ୍ଚୁଛି। ସାବଧାନ। ତେଣୁ ଫିଲିପି 3:14 ଅନୁସାରେ ଆମେ ପୁରାତନ ବର୍ଷ ଯିବା ସଙ୍ଗେ ସଙ୍ଗେ ଆମମାନଙ୍କର ପୁରାତନ ବା ପଶ୍ଚାତ ବିଷୟ ସବୁ ଯାହା ଘଟିଯାଇଛି ସେଗୁଡ଼ିକୁ ଆମେ ଦୂର କରିକି ସମ୍ମୁଖରେ କଣ ଅଛି ସେଥିପାଇଁ ଆମେ ପ୍ରାଣପଣ କରିକି
ଦୌଡ଼ିବା କିଏ ଜାଣିଛି ଏ ବର୍ଷ ଯଦି ପ୍ରଭୁଙ୍କର ଆହ୍ୱାନ ମାନେ ଯଦି ମରିବାର ଡାକ ଆମ ପାଇଁ ଅଛି, ଯଦି କୌଣସି କାରଣ ଯଦି ଆମେ ମରିବାର ଯିବା ତ ସଠିକତା ଜୀବନ ଆମର ହେଇନଥିବ, ତାହେଲେ ଇଗ୍ନୋର କରି ଯାଇକି ଚିନ୍ତା ପଡ଼ିବା। ହେ ପ୍ରଭୁ ଦୟା କର, ଆଉ ସମୟ ନାହିଁ, ଆଉ କେତେ ଦିନ ରହିଲା? 354 ଦିନ ଅଛି। ଚାଲ ପ୍ରାଣପଣ କରିକି ଦୌଡ଼ିବା। ହାଲେଲୁୟା। ତାପରେ ତେଣୁ ଏହି ସମସ୍ତ ମୋର ବାକ୍ୟ ସରିଛି। ତେବେ ମୋର ବାକ୍ୟ ସରିଲା, ଆଉ ଶେଷ ବାକ୍ୟ ଆଜି ଆମମାନଙ୍କର ଗୋଟିଏ ବିଷୟ ରହିଲା ଯେ ଆମମାନେ ବର୍ତ୍ତମାନ ପରମେଶ୍ୱରଙ୍କର ପ୍ରତି ପ୍ରାଣପଣ କରି ଦୌଡ଼ିବା ପଣ ପାଇବା ପାଇଁ। ହାଲେଲୁୟା। ହୁଏତ ପୂର୍ବ ବର୍ଷ ଆମେ ବହୁତ ଚେଷ୍ଟା କରୁଛୁ, ଆମେ ଫଳ ପାଇବା, ହୁଏତ ଆମେ ବହୁତ ପରିଶ୍ରମ କରିଛୁ, ଆମ ଲକ୍ଷ୍ୟ ସହ ଆମେ ପହଞ୍ଚି ପାରିବା, ହୁଏତ ଆମେ ବହୁତ କିଛି ଆମେ ଅର୍ଥ ବ୍ୟୟ କରୁଛୁ, ହୁଏତ ସେଇ ପ୍ରକାର ଆଉ ଲାଭ ଆମକୁ ମିଳିନାହିଁ। କିନ୍ତୁ ଏ ବର୍ଷ ବିଶ୍ୱାସ ମାନଙ୍କ ପାଇଁ ପରମେଶ୍ୱରଙ୍କର ଆତ୍ମା କହେ ଏହା ଆପଣମାନଙ୍କ ପାଇଁ ସାଧନର ବର୍ଷ, ସଫଳତାର ବର୍ଷ, ଉପକାରର ବର୍ଷ, ଉତ୍ତମତାର ବର୍ଷ, ଆପଣଙ୍କର ବନ୍ଧନରୁ ମୁକ୍ତ ହେବାର ବର୍ଷ। ହାଲେଲୁୟା। ପଡ଼ି ରହିଥିବା ବିଭିନ୍ନ ପ୍ରକାର କାର୍ଯ୍ୟ ସମାପ୍ତ ହେବାର ବର୍ଷ। କେତେ ଜଣ ଆପଣଙ୍କର ବିଶ୍ୱାସ କରୁଛନ୍ତି? କେତେ ଜଣ ଆପଣଙ୍କର ବିଶ୍ୱାସ କରୁଛନ୍ତି? ତେବେ ଯେତେ ଜଣ ବିଶ୍ୱାସ କରୁଛନ୍ତି, ବିଶ୍ୱାସ ମାନଙ୍କ ପାଇଁ ଆଜିର ଏ ବାକ୍ୟ ଆପଣମାନେ ଗ୍ରହଣ କରନ୍ତୁ। ପ୍ରଭୁ ଆପଣଙ୍କୁ ସଫଳତାର ପଥରେ ପଢ଼ାଇବା ଦେଉଛି। ହାଲେଲୁୟା। ତାଙ୍କର ଯୋଜନା, ତାଙ୍କର ସଂକଳ୍ପ, ତାଙ୍କର ଇଚ୍ଛା ଅନୁସାରେ ତାଙ୍କର ଆମମାନଙ୍କର ଜୀବନକୁ ସେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ପଥରେ ପ୍ରସ୍ତୁତ କରିବେ। ହାଲେଲୁୟା। ପ୍ରଭୁଙ୍କର ନାମରେ ବହୁତ ଧନ୍ୟବାଦ।